ଜୟ ଜଗନ୍ନାଥ। ଶୁଭ ସକାଳ। ଆପଣମାନଙ୍କର ଦିନଟି ଶୁଭମୟ ହେଉ, ମଙ୍ଗଳମୟ ହେଉ। ମୁଁ ଦେବାଶିଷ ପାଢ଼ୀ ଆପଣମାନଙ୍କୁ ଆମର ଶ୍ରୀ ଗୋପାଳକୃଷ୍ଣ ଆଷ୍ଟ୍ରୋଲୋଜିକାଲ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜିର ବିଶେଷ ତଥ୍ୟ ଉପସ୍ଥାପନ ହେଉଛି ମାର୍ଚ୍ଚ 2025 କନ୍ୟା ରାଶିର ମାସିକ ରାଶିଫଳ। ତେବେ ଚାଲନ୍ତୁ ମାର୍ଚ୍ଚ 2025 କନ୍ୟା ରାଶି ଜନ୍ମିତ ବ୍ୟକ୍ତିବିଶେଷମାନଙ୍କ ପାଇଁ କିପରି ରହିବ ସେ ଉପରେ ଆଲୋଚନା କରିବା। ଏହି ମାସରେ ଗ୍ରହମାନଙ୍କର ଅଦ୍ଭୁତ ସଂଯୋଗ ଅନେକ ଆଶୀର୍ବାଦ ଏବଂ ଅନୁଭବ ଆଣିଦେଉଛି। ଦେବଗୁରୁ ବୃହସ୍ପତି ଏହି ମାସରେ ଏକ ବଡ଼ ପରିବର୍ତ୍ତନ କରି ଆପଣଙ୍କର ନବମ ଭାବରୁ ଦଶମ ଭାବକୁ ପ୍ରବେଶ କରିବେ, ଯାହା ଆପଣଙ୍କର କର୍ମ ଏବଂ ପ୍ରଫେସନ ଉପରେ ଭାରି ପ୍ରଭାବ ପକାଇବ। କିନ୍ତୁ ଏହି ପରିବର୍ତ୍ତନ ଆପଣଙ୍କର ଜୀବନରେ କ'ଣ ନିୟତି ନେଇ ଆଣିବ, ଆସନ୍ତୁ ଜାଣିବା। କାର୍ଯ୍ୟ ଏବଂ ଅର୍ଥ ଉପରେ କିପରି ପ୍ରଭାବ ରହିବ, ଆପଣଙ୍କର କଥା ହେବା ଶକ୍ତି ଉପରେ କେଉଁଭଳି ପ୍ରଭାବ ରହିବ, ଚାଲନ୍ତୁ ଦେଖିବା। ଏହି ମାସରେ ଆପଣଙ୍କର ବାଣୀ ମାନ୍ୟତା ଏବଂ ଜ୍ଞାନର ମହାଶକ୍ତି ହେବ। ଯେଉଁମାନେ ଅଭିଯୋଗ, ନିଯୁକ୍ତି, ସାକ୍ଷାତକାର ବା ଇଣ୍ଟରଭ୍ୟୁ, ବ୍ୟାପାର ଆଲୋଚନା କିମ୍ବା ଉପଦେଶ ଦେବାର କ୍ଷେତ୍ରରେ ଅଛନ୍ତି, ସେମାନେ ବିଶେଷ ସଫଳତା ପାଇବେ। ଲେଖାଲେଖି, ରିପୋର୍ଟିଂ, ଦେଶୀ ବିଦେଶୀ ବ୍ୟାପାର ଏବଂ ମାଧ୍ୟମ ଶିଳ୍ପରେ ଥିବା ଲୋକମାନେ ଏହି ମାସରେ ଆଶାଠାରୁ ଅଧିକ ଶୁଭ ଫଳ ପାଇବେ। ଆର୍ଥିକ ଦୃଷ୍ଟିରୁ ଏହି ମାସ ସ୍ଥିରତା ଏବଂ ବୃଦ୍ଧି ଆଣିବ। ଏକ ଅନୁଲମ୍ବିତ ପୈତୃକ ସମ୍ପତ୍ତି ବିବାଦ ଆପଣଙ୍କର ପକ୍ଷରେ ଥିବାର ସମ୍ଭାବନା ବହୁତ ଅଧିକ ଦେଖାଯାଉଛି। ପ୍ରେମ ଏବଂ ପରିବାର ଉପରେ କେଉଁ ପ୍ରଭାବ ପଡୁଛି, ଚାଲନ୍ତୁ ଦେଖିବା। ଦେବୀ ମା ପାର୍ବତୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହୁଅଛି। ବିବାହ ପାଇଁ ଅପେକ୍ଷା କରୁଥିବା ବ୍ୟକ୍ତିମାନଙ୍କ ଲାଗି ଏହା ସର୍ବୋତ୍ତମ ଅବସର ଅଟେ। ଯୋଡ଼ିମାନେ ପୁଣି ଥରେ ସେମାନଙ୍କର ସମ୍ପର୍କରେ ନୂତନ ରୋମାଞ୍ଚ ଅନୁଭବ କରିପାରିବେ। ପରିବାର ସମ୍ପର୍କ ବୃଦ୍ଧି ପାଇବ, ବିଶେଷ କରି ମା କିମ୍ବା ମାତୃସ୍ଥାନୀୟ ବ୍ୟକ୍ତିଙ୍କ ସହିତ ସମ୍ପର୍କ ନିବିଡ଼ ହେବ। ସନ୍ତାନ ପ୍ରାପ୍ତି ଏବଂ ସନ୍ତାନ ଆଶୀର୍ବାଦ ପାଇଁ ଏହି ମାସ ଶୁଭ ରହିବ। ଆରୋଗ୍ୟ ଏବଂ ଆଧ୍ୟାତ୍ମିକତା ଦିଗରେ କ'ଣ ରହୁଛି, ତେବେ ଚାଲନ୍ତୁ ଦେଖିବା। ଏହି ମାସ ଏକ ଦିବ୍ୟ ଏବଂ ଉନ୍ନତିକର ମାସ ଅଟେ। ବୃହସ୍ପତିଙ୍କର ଦଶମ ଭାବରେ ପ୍ରବେଶ ଆପଣଙ୍କର ଆଧ୍ୟାତ୍ମିକ ଏବଂ ନୈତିକ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ। ଏକ ମହାନ ଗୁରୁଙ୍କର ଆଶୀର୍ବାଦ କିମ୍ବା ଏକ ପବିତ୍ର ଗ୍ରନ୍ଥ ପଢ଼ିବା ଆପଣଙ୍କର ଜୀବନକୁ ପରିବର୍ତ୍ତନ କରିପାରେ। ଶାରୀରିକ ଭାବେ ଉତ୍ସାହ ଧରିପାରିବେ, କିନ୍ତୁ ଅତ୍ୟଧିକ କାମରେ ନିଜକୁ କ୍ଳାନ୍ତ କରନ୍ତୁ ନାହିଁ। ଏବଂ ଏବେ ଚାଲନ୍ତୁ ଦେଖିବା ଏହି ମାସରେ ଆପଣଙ୍କୁ କ'ଣ ସବୁ ନୂତନ ଅବସର ପ୍ରାପ୍ତ ହେବ ଏବଂ ଯାତ୍ରା ଅବସର ପ୍ରାପ୍ତ ହେଉଅଛି କି ନାହିଁ। ବିଦେଶରେ ରହୁଥିବା ବ୍ୟକ୍ତିମାନେ ଘରକୁ ଫେରିବାର ସୁଯୋଗ ମିଳିପାରେ। ବ୍ୟାପାର ଏବଂ କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରା ଫଳପ୍ରଦ ହେବ। ନୂତନ ଗାଡ଼ି କିମ୍ବା ଘର କ୍ରୟ କରିପାରନ୍ତି। ଏହି ରାଶିଫଳ ଭଲ ଲାଗିଲେ ଆମର ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ।